ବାଲେଶ୍ୱର କଂଗ୍ରେସର ଯୁବନେତା ସରୋଜ ଲେଙ୍କା ଓରଫ ପପୁଙ୍କ ଜନ୍ମଦିନ ଉପଲକ୍ଷେ ଡିସେମ୍ବର 25 ତାରିଖ ସାଇ ପରିବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଭବନରେ ଆୟୋଜିତ ଶିବିରକୁ ରକ୍ତ ଭଣ୍ଡାରର ଅଧିକାରୀ ଡକ୍ଟର ବସନ୍ତ କୁମାର ଉପାଧ୍ୟାୟ, ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ଲେଙ୍କା ଏବଂ ପପୁଙ୍କ ମାତା ସ୍ନେହଲତା ଲେଙ୍କା ମିଳିତ ଭାବେ ଉଦ୍ଘାଟନ କରିଥିଲେ। 1973 ମସିହା ଆଜିକା ଦିନରେ ସରୋଜ ଜନ୍ମଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନ ଅବସରରେ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଥାଏ ବୋଲି ତାଙ୍କର ପିତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ପ୍ରକାଶ କରିଥିଲେ। ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନେବା ବେଶ୍ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଉଦ୍ବେଗଜନକ ଭାବେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକ ରକ୍ତର ଅଭାବ ରହିଛି। ସେଥିପାଇଁ ଏଭଳି ରକ୍ତଦାନ ଶିବିରର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସଞ୍ଜୀବ ଗିରି, ଯୁବ ସଭାପତି ରଞ୍ଜନ ଦାସ, ଗୋପୀନାଥ ପାଢ଼ୀ, ଶ୍ରୀକାନ୍ତ ବୁଗୁଡେଇ, ଅର୍ଚ୍ଚନା ନନ୍ଦୀ, ଶେଖ ଅସଗର ଅଲ୍ଲୀ, ସାହେବା ଅଖତର, ଲୋକନାଥ ରାଉଳ, ଜ୍ଞାନେନ୍ଦ୍ର ମହାନ୍ତି, ବିଦ୍ୟାଧର ମହାନ୍ତି, ଶେଖ ମହେସୁଦ ପ୍ରମୁଖ ସମେତ ଅନେକ ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ପଞ୍ଚାୟତର ସଭାପତି ଉପସ୍ଥିତ ରହିଥିଲେ। ସନ୍ଧ୍ୟାରେ ବାଲେଶ୍ୱରରେ ଥିବା ସମସ୍ତ ଜରାଶ୍ରମ ଏବଂ ଚାନ୍ଦିପୁରରେ ଥିବା ଆଶ୍ରମରେ ରାତ୍ର ଖାଦ୍ୟ ସହ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଆଜିର ଏହି ପବିତ୍ର ଖ୍ରୀଷ୍ଟମାସ ଡେ 25 ଡିସେମ୍ବର, ଠିକ୍ ଏହି ଦିନ ରାତି 12:03 ଯେତେବେଳେ ଘଣ୍ଟା ବାଜୁଛି ଚର୍ଚ୍ଚରେ, ବାଲେଶ୍ୱର ସଦର ହସ୍ପିଟାଲରେ ମୋର ପୁଅ, ଯାହାର ନାଁ ପପୁ ରଖିଛି ମୁଁ, ତାର ଜନ୍ମ ହେଲା। ସେଇ ଦିନଠୁ ଆକୁ ଆମେ ପ୍ରତିବର୍ଷ ଠିକ୍ ପାଳନ କରୁ। ଗରିବ ଗୁରୁବା ଲୋକମାନଙ୍କର କଥା ବୁଝୁ। କେଉଁଠି ଖାଦ୍ୟ ଦିଆଯାଏ ତ କେଉଁଠି ବସ୍ତ୍ର ପ୍ରଦାନ କରାଯାଏ। ଆଜିର ଏହି ପବିତ୍ର ଦିନଟିକୁ ଆମେ ସବୁବେଳେ ମନେ ରଖିଛୁ ଏବଂ ପ୍ରତିବର୍ଷ ଏଇଭଳି ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏବର୍ଷ ରକ୍ତଦାନ ଶିବିର କରାଯାଇଛି। ଗତ ବର୍ଷ ମଧ୍ୟ ଏଇଠି କରାଯାଇଥିଲା, ଏବର୍ଷ ମଧ୍ୟ କରାଯାଇଛି। ରକ୍ତଦାନ ମହଦାନ କଥା ଆପଣମାନେ ଜାଣିଛନ୍ତି। ଏହି ରକ୍ତ ନେଇକି ହସ୍ପିଟାଲରେ ଦିଆଯିବ ଏବଂ ଯେଉଁ ଗରିବ ଗୁରୁବା ଲୋକମାନେ ରକ୍ତ ପାଆନ୍ତି ନାହିଁ, ରକ୍ତ ପାଇବାରୁ ବଞ୍ଚିତ ହୁଅନ୍ତି, ସେଇମାନଙ୍କୁ ଦେବାରେ ଏଟା ସାହାଯ୍ୟ କରାଯାଏ। ମୁଁ ତ ବହୁତ ଧନ୍ୟବାଦ ଦେବି, ଯେହେତୁ ସାଇ ପରିବାର ସ୍ୱେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ, ସେ ହେଲେ ଫାଉଣ୍ଡର। ତ ଆମେ ଦୀର୍ଘ 3 ବର୍ଷ ହେଲା କରି ଆସୁଛୁ। ଗତ ବର୍ଷ ବି କରିଥିଲୁ, ଏ ବର୍ଷ ବି କରୁଛୁ। ଯେଉଁ ରକ୍ତଦାନ କରିବା ଏକ ମହତ୍ କାମ। ରକ୍ତ ବିହୀନ ଯେଉଁ ରୋଗ ସୃଷ୍ଟି ହେଉଛି, ଲୋକମାନେ ମୃତ୍ୟୁବରଣ କରୁଛନ୍ତି, ତାର ଅଭାବକୁ ପୂରଣ କରିବା ପାଇଁ ଛୋଟ ପ୍ରୟାସଟେ କରୁଛୁ। 3 ବର୍ଷ ହେଲା କରି ଆସୁଛୁ, ଆଉ ଏ ବର୍ଷ ମଧ୍ୟ କରିଛୁ। ଗତ ବର୍ଷ ଆମେ 101 ୟୁନିଟ୍ କରିଥିଲୁ, ଏ ବର୍ଷ ଆମେ 200 ୟୁନିଟ୍ କରିବା ପାଇଁ ଚେଷ୍ଟିତ ଅଛୁ। ବିଭିନ୍ନ ପଞ୍ଚାୟତରୁ ଲୋକମାନଙ୍କୁ ଆମେ ଆହ୍ୱାନ କରିଛୁ, ଆସିବେ। ତେଣୁ ସମସ୍ତଙ୍କୁ ଆପଣଙ୍କ ଜରିଆରେ ଅନୁରୋଧ କରୁଛୁ, ଯୁବପିଢ଼ିମାନଙ୍କୁ ଅନୁରୋଧ କରୁଛୁ, ସମସ୍ତେ ରକ୍ତଦାନ କରନ୍ତୁ ଏବଂ ରକ୍ତ ବିହୀନ ଯେଉଁ ରୋଗ ସୃଷ୍ଟି ହେଉଛି, ଲୋକମାନେ ମରୁଛନ୍ତି, ତାହା ଦୂରୀକରଣ ହେବ। ଆମେ ତ ଆଶା କରୁଛୁ 200 ୟୁନିଟ୍ କରିବା ପାଇଁ। ଦେଖିବା ଆଉ କେତେ ଲୋକ। ଆଜି ଯେହେତୁ ଛୁଟି ଦିନ, ସମସ୍ତେ ମଉଜ ମଜଲିସ କରିବା ପାଇଁ, ପିକନିକ୍ କରିବା ପାଇଁ ଯାଆନ୍ତି, ତଥାପି ଆମେ ଆଶା ରଖୁଛୁ 200 ୟୁନିଟ୍ ଉପରେ କରିବା ପାଇଁ।